जय जगन्नाथ। नमस्कार बंधुगण। मु कलेक्टर हेली। एई पुस्तकटी गोटे सत्य कहानी उपर आधारित। केमिटी गोटे साधारण पिला आईएएस रो परीक्षा देई उत्तीर्ण हेई कलेक्टर टीए हेला। एई कहानीटी को लेखिचंती राजेश प्रभाकर पाटिल। लेखिथिले ये मराठी रे हेले आको ओडिया रे अनुवाद करिचंती हमर श्री बीएस जोगेलकर। आउ आजी मु एई पुस्तकटी पढ़िया को जाउची। जदि आपनकु मो ए पुस्तकटी भल लागुची ताहाले लाइक करंतु, शेयर करंतु, सब्सक्राइब करंतु, आउ कमेंट करिया को भूलिबे नाही। मो गाँ केही जडी जलंगा जिलार एरंडलरू बस रे बसी बाहरे ताहाले ढक्का खाई खाई रास्ता को गाड़ी देई देई मो गाँ अर्ध घंटारे पहुंची पारिबो। पद्मलया पहाड़र पाद देशरे थिबा टाड़े हेउची मोर छोट गाँ। गाँटी गछर गहली मध्यरे रहिछि, तेणु बहुत पाखेरे आसीबा परे मध्य जणे जे गाँ पाखरे आसी पहुंची गलानी ए कथा जानी पारे नाही। गाँटी हालिया हेई पड़ी रहिथिबा अजगर भली सबुबेले शांति रे ठाए। केबे केमिटी कली कजिया हाटाहाटी होईची बोली सुना जाए, किंतु ताहा मध्य किछि समय पाई परे सबु किछि शांत। खरा बेले केही जटी गाँ रे बुले ताहेले से दुई चारिटा ढुलाइथिबा कुकुर चौटारा उपरे गुली गप करुथिबा दुई चारि जण बुढ़ा और किछि स्त्री लोक एणे तेणे बुलुथिबा देखि पारिबो। नहेले पूरा गाँ मशाणी भली नीरवता रहे। एभली समयर बाहरु जडी केही कुणिया आसे ताहेले से नहेले कौनसी सरकारी कर्मचारी भूल बसट पसी आसे ताहेले से मध्य संध्या पर्यंत डोक्टा पाटी रे जाकी अपेक्षा करिब। गाँटी छोटिया हेले मध्य चारि दिग को माड़ी जाइछि। पूर्वपट सीमार आरंभरू शेष पर्यंत मेषबाळंक बस्ती लंबिछि। दक्षिण पटे महावीरंकर चौटरा, ता पाखकु पंचायत, दुध विक्रय केन्द्र और हरिजनक बस्ती रहिछि। उत्तर मुखकु शबर बस्ती और ता पाखकु विद्यालय। पश्चिम पटे और दक्षिणर किछि अंशरे खाली पड़िथिबा जमी रे गाँ बाला अमल लागी किछि खला करिथिले ओ बाकी अंश अलिया पकेइबा लागी व्यवहार होउथिला। किंतु एही खला गुड़ी को एबे किछि लोक तांकर पैतृक संपत्ति भाबी माड़ी बसिचंती। गाँ भितरे गोटिए धाड़ी रे गली मान अछि ओ दुई पटे थिबा घर गुड़ी करू गोटिए दुईटा घर गाँर सुंदर रूपरे व्रण भली उपरको मुंड टेकिचंती। गाँटीर उत्तर दक्षिण दिग प्राकृतिक भावे ढली रहिछि, तेणु वर्षा और नर्दमा पानी बिना बाधारे
ପଞ୍ଚାୟତ ଅଫିସ ପଛପଟ ଥିବା ଗାଡ଼ିଆରେ ପଶୁଥିବା ଦେଖାଯାଏ। ପଞ୍ଚାୟତ ଆଗରେ ଥିବା ଖୋଲା ଜାଗାରେ କେବେ ବାଉଁଶ ରାଣୀ ଖେଳ ହୁଏ, ନହେଲେ କୀର୍ତ୍ତନ ସପ୍ତାହ ଚାଲେ କିମ୍ବା କମର ଅଥବା କେଳାଙ୍କର ଉଠାଘର ଦେଖିବାକୁ ମିଳେ। ବାହାରୁ ଆସିଥିବା କୁଣିଆମାନଙ୍କୁ ଗାଁର ଏହି ରୂପ ଭାରି ଭଲ ଲାଗେ। ଗାଁର ପ୍ରବେଶ ପଥରେ ଥିବା ମନ୍ଦିରର ଗଠନ, ସେଥିରେ ଥିବା ମନ୍ଦିରର ମୂର୍ତ୍ତି ଓ ମନ୍ଦିର ଚାରିପଟେ ଥିବା ଚାନ୍ଦନୀ ଜଣକୁ ଆକୃଷ୍ଟ କଲା ଭଳି ଅଟେ। ଜଣଙ୍କ ବସ୍ତି କହିଲେ ସର୍ବମୋଟ 4ଟି ଘର, ସମସ୍ତେ ପରସ୍ପର ସହ ସମର୍ପିତ। ପାରିତୋଷିକ ଭାବେ ମିଳିଥିବା ଅମଳକ୍ଷମ ଜମି ଖଣ୍ଡ ଛାଡ଼ିଦେଲେ କପା କାଠିରୁ ପାଛିଆ ବନେଇବା, ବାଜା ବଜେଇବା ଓ ଛେଳି କୁକୁଡ଼ା ପାଳି ଏମାନେ ତାଙ୍କ ପେଟ ପୋଷନ୍ତି। ଗୋଟିଏ ଘରର କିଛି ଲୋକ ଅଳ୍ପ ପାଠ ପଢ଼ି ଦୂର ଜାଗାରେ କାମ କରୁଛନ୍ତି। ସେମାନେ ବେଳେ ବେଳେ ସୁଟ୍ ବୁଟ୍ ପିନ୍ଧି ଗାଁକୁ ଆସିଲେ ଅନ୍ୟମାନଙ୍କର ମଧ୍ୟ ଛାଟି କୁଣ୍ଡେ ମଠ ହୁଏ। ଗାଁରେ ତାଙ୍କ ଲାଗି ବିଶେଷ ଭେଦଭାବ ନଥିଲେ ମଧ୍ୟ ଗାଁ ସହିତ ତାଙ୍କର ସେଭଳି ସମ୍ବନ୍ଧ ମଧ୍ୟ ନାହିଁ। ଶବର ବସ୍ତି ଗାଁକୁ ଲାଗି ରହିଲେ ମଧ୍ୟ ଟିକେ ଦୂରରେ ରହିଛି। ତାଙ୍କର କୁଡ଼ିଆମାନେ ଗୋଟିଏ ବଖରାରେ ଚାଳ ପଡ଼ିଥିବା ଘର। ଘରେ 18 ବିଶ୍ୱର ଦରିଦ୍ରତା, ତଥାପି ବଞ୍ଚିବାର ଶୈଳୀ ଦେଖିବା ଭଳି। ଏମାନେ କେବଳ ବର୍ତ୍ତମାନରେ ବଞ୍ଚନ୍ତି, କାଲିର ଚିନ୍ତା ନାହିଁ। ମୂଲ ଲାଗିବେ, କ୍ଷେତ ଜଗିବେ କିମ୍ବା ଦେଶୀ ମଦ ବନାଇ ବିକ୍ରି କରି ପେଟ ପୋଷିବେ। ସପ୍ତାହରେ 6 ଦିନ କାମ କରିବ ଓ ରବିବାରରେ ତଥା ହାଟ ଲାଗୁଥିବା ଦିନ ଏରଣ୍ଡରେ ଯାଇ ସିନେମା ଦେଖିବେ। ଘରକୁ ମାଂସ ମାଛ ଆଣି ମଉଜରେ ରବିବାର କଟେଇବେ। ତେଣିକି ରବିବାର ଦିନ ମାଲିକର ଯେତେ ମହତ୍ତ୍ୱପୂର୍ଣ୍ଣ କାମ ଥିଲେ ମଧ୍ୟ ଏମାନେ ଧରାଛୁଆଁ ଦେବେ ନାହିଁ। ସେମାନେ କିପରି ବଞ୍ଚନ୍ତି, ଏହା ଥିଲା ମୋ ଲାଗି ଏକ ବଡ଼ ପ୍ରଶ୍ନ। ତାଙ୍କର ବାହାଘର ମଧ୍ୟ ବଡ଼ ଜାକଜମାରେ ହୁଏ। ନାଚ ଗୀତ ସାଙ୍ଗକୁ ମଦ ପାଣି ପରି ବୁହେ। ମଜବୁତ ଶରୀର ପରିଶ୍ରମୀ ଏହି ଶବରମାନେ ଅତି ଅଶିକ୍ଷିତ। ଜଣେ ଅଧେ ପାଠୁଆ ମିଳିପାରେ, ତଥାପି ଚାକିରି ପାଖରୁ ଏମାନେ ମାଇଲିଏ ଦୂରରେ ହିଁ ରହିବେ। ଏତେ ସବୁ ଥାଇ ମଧ୍ୟ ଏମାନେ ପ୍ରବଳ ସ୍ୱାଭିମାନୀ। ଏ ସମସ୍ତଙ୍କ ଠାରୁ ମେଷପାଳକମାନେ ବହୁତ ଭିନ୍ନ। ଖାନଦେଶର କେତେକ ଗାଁରେ ମେଷପାଳଙ୍କ ବସ୍ତି ଅଛି। ମୋ ଗାଁରେ ଏମାନେ ବହୁତ ସଂଖ୍ୟାରେ ଅଛନ୍ତି। ଚାଷ ଓ ପଶୁପାଳନ ଏମାନଙ୍କର ମୁଖ୍ୟ ବ୍ୟବସାୟ। ଶିକ୍ଷିତ ନଥିବା ଏହି ସମାଜ କିନ୍ତୁ ଜଣେ ଭଲ ଚାଷୀ ଓ ବ୍ୟବସାୟୀ ପରିଶ୍ରମ କଲାବେଳେ ଆଗ ପଛ ଦେଖୁନଥିବା ଯୋଗୁଁ ଆର୍ଥିକ ଦୃଷ୍ଟିରୁ ଏମାନେ ସ୍ୱଚ୍ଛଳ। ନିଶା ପାଣି ନ କରୁଥିବା, ପରିଶ୍ରମୀ ଓ ଜଗି ରଖି ଚଳୁଥିବା ଏହି ସମାଜ ଅତି ଅଳ୍ପ ସମୟ ମଧ୍ୟରେ ଆଶ୍ଚର୍ଯ୍ୟ ଲାଗିଲା ଭଳି ପ୍ରଗତି କରୁଥିବା ଦେଖିବାକୁ ମିଳେ।
ତାଙ୍କର ଏହି ସ୍ୱଭାବ ଧର୍ମ ଅନ୍ୟମାନଙ୍କ ଲାଗି କୌତୂହଳ, ଉପହାସ ଓ କେବେ କେବେ ଉତ୍ସାହର ବିଷୟ ହୁଏ। ଏହା ଛଡ଼ା ଗାଁରେ 4ଟି ନାପିତଙ୍କ ଘର ଓ ଗୋଟିଏ ବ୍ରାହ୍ମଣ କୁଟୁମ୍ବ ଅଛି। ସମସ୍ତଙ୍କ ଭିତରେ ବନ୍ଧୁଭାବ ଓ ସ୍ୱଚ୍ଛ ପରିବେଶ ଥିବା ମଧ୍ୟ ନିର୍ବାଚନ ଅଥବା ବାଦ ବିବାଦ ଉପସ୍ଥିତ ହେଲେ ଯେତେ ବି ଶତ୍ରୁତା ଥାଉ, ଗୋଟିଏ ଜାତିର ସମସ୍ତ ଏକ ହୋଇ ଅନ୍ୟକୁ ଭୂଇଁ ତତେଇବା ଲାଗି ପଛେଇବେ ନାହିଁ। ଗାଁରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ପରିଶ୍ରମୀ। ଘର ସମ୍ଭାଳି ଗେରସ୍ତଙ୍କୁ ଚାଷ କାମରେ ସାହାଯ୍ୟ କରିବା ତାଙ୍କର ଧର୍ମ। କିଛି ଧନୀ ଘରର ମହିଳାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଚାଷ କାମରେ ବ୍ୟସ୍ତ ଥିବାର ଦେଖିବାକୁ ମିଳେ। କୀର୍ତ୍ତନ, ବାହାଘର ଓ ପୋଥି ପଢ଼ା ଇତ୍ୟାଦିରେ ମହିଳାମାନେ ଏକତ୍ରିତ ହୁଅନ୍ତି, କିନ୍ତୁ ଅଧିକ ମିଳାମିଶା ଚାଷ କାମ କଲାବେଳେ ହିଁ ହୁଏ। ଘରର ପୁରୁଷ ଯଦି ବେରୋଜଗାରିଆ ହୋଇଥାଏ, ତାହେଲେ ଘରର ସବୁ ଦାୟିତ୍ୱ ସ୍ତ୍ରୀଙ୍କୁ ଉଠାଇବାକୁ ପଡ଼େ। ଏଭଳି ପରିସ୍ଥିତିରେ ନିଜ ପିଲାଙ୍କୁ ଧରି କ୍ଷେତରେ କାମ କରିବାର ଦେଖାଯାଏ। କିଛି ଘର ଏଭଳି କର୍ତ୍ତବ୍ୟଦକ୍ଷ ମହିଳାଙ୍କ ଯୋଗୁଁ ଚାଲେ। ସାଧାରଣତଃ ଘରର ସମସ୍ତ କଥାରେ ମହିଳାଙ୍କର ଆଧିପତ୍ୟ ଦେଖିବାକୁ ମିଳେ। କିଛି ଘରେ ବୋହୂ ତ ଆଉ କିଛି ଘରେ ମଦୁଆ ସ୍ୱାମୀ ଯୋଗୁଁ ହେଉଥିବା ଉପଦ୍ରବ ନ କହିଲେ ହିଁ ଭଲ। ଗାଁରେ ହରିଜନ ସାହି, ଶବର ସାହି, ଛେଳି ଚରାଳୀଙ୍କ ସାହି ଛାଡ଼ିଦେଲେ ହାଟ ଗଣତିରେ 4 ଜଣ ଭାୟାଡ଼ ବା ବଂଶଜ ଅଛନ୍ତି। ପ୍ରତ୍ୟେକ ଭାୟାଲ ନିଜକୁ ବ୍ରହ୍ମାଙ୍କର କୁଳର ବୋଲି ଭାବେ। ତେଣୁ ଗାଁରେ ପରସ୍ପର ଭିତରେ ଗୋଟିଏ ହେଲେ ବାହାଘର ହୋଇନାହିଁ। ଆମଠୁ ସେମାନେ ତଳ ସ୍ତରର। ଏହି ନ୍ୟାୟରେ ପ୍ରତ୍ୟେକ ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନିମ୍ନ ଭାବନ୍ତି। ପୁରା ଗାଁଟି ଖଟିବାରେ ଉସ୍ତାଦ। ଦିନଯାକ ଖଟନ୍ତି, କିନ୍ତୁ ଏତେ ଖଟି ମଧ୍ୟ ଗାଁ ଯେ ସମୃଦ୍ଧ ହୋଇପାରିଛି ସେ କଥା ନୁହେଁ। ସିମେଣ୍ଟର 2-4ଟି ପକ୍କା ଘର ଛାଡ଼ିଦେଲେ ଅଧିକାଂଶ ଘର ବର୍ଷର 12 ମାସ କରଜରେ ବୁଡ଼ିଥାଏ। କିଛି ନହେଲେ ମଧ୍ୟ ଗାଁରେ 2 ଟ୍ରାକ୍ଟର, ମୋଟର ସାଇକେଲ ଓ ପ୍ରାୟ ପ୍ରତ୍ୟେକ ଘରେ ଟିଭି ଦେଖିବାକୁ ମିଳେ। କିନ୍ତୁ ଗାଁର ପଞ୍ଚାୟତ, ସ୍କୁଲ, ଚୌତରା ଓ ଅନେକଙ୍କ ମୁଣ୍ଡ ଉପରେ ଥିବା ଛପର ଯେମିତି ଥିଲା ସେମିତି ଅଛି। ସବୁଠାରୁ ଭଲ କଥାଟି ହେଲା, ଗାଁକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ଗାଁଟି ସୁହାଏ। ନୂଆ କରି ଆସିଥିବା ଶିକ୍ଷକ, ଅଶିକ୍ଷିତ ବୈଦ, ଇଲେକ୍ଟ୍ରିକ ମିସ୍ତ୍ରୀ, ଖଜନା ଆଦାୟ କରୁଥିବା ସରକାରୀ କର୍ମଚାରୀ, ଗ୍ରାମ ସେବକ ଗାଁକୁ ଭଲ 2 ପଇସା ରୋଜଗାର କରି ଯାଆନ୍ତି। ସାଉକାରୀ ବ୍ୟବସାୟ ମଧ୍ୟ ଭଲ ଚାଲେ ଓ ବାହାରୁ ଆସିଥିବା ଲୋକଙ୍କ ପେଟକୁ ଗରମ କରି ତାଙ୍କୁ ବିଦା କରନ୍ତି। ଜଣେ ଶିକ୍ଷକଟ ଚାକିରିରୁ ଅବସର ନେବା ପରେ ମଧ୍ୟ
4-5 ବର୍ଷ ଆସନ ଜମାଇ ରଖନ୍ତି। ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନେ ଶୁଣିଲେ ପାର୍ଟ 1। କରନ୍ତୁ ଲାଇକ୍, ସବସ୍କ୍ରାଇବ୍, ସେୟାର, ଯୋଉଠୁ ଆମକୁ ମିଳିବ ପାର୍ଟ 2 ବନାର ବହୁତ ସାରା ପ୍ରେରଣା। ଜୟ ଜଗନ୍ନାଥ ବନ୍ଧୁଗଣ, ମୁଁ ରହୁଛି।